ନୀଳମାଧବ କୃଷି ସଂଗଠନ ତରଫରୁ 8/2/2021 ପ୍ରଥମେ ଜିଆଇ ଟ୍ୟାଗ୍ ପାଇଁ ଆପ୍ଲାଏ କରାଯାଇଥିଲା। ଆଦିରେ ଓୟୁଟି ଭୁବନେଶ୍ୱର ମେନଲି ଫ୍ୟାସିଲିଟେଟର ହିସାବରେ କାମ କରିଥିଲେ। ଆମର ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ନୟାଗଡ଼ରେ ସେମାନଙ୍କର ଆକ୍ଟିଭ ସପୋର୍ଟରେ ଆମେ ଆଜି ଜିଆଇ ଟ୍ୟାଗ୍ର ସାର୍ଟିଫିକେଟ୍ ପାଇଛୁ। ସେଥିପାଇଁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ଏଇଟା ନୀଳମାଧବ କୃଷି ସଂଗଠନ 8/2/2021 ଆପ୍ଲାଏ କରିଥିଲା। ଆକୁ ମେନ୍ ଫ୍ୟାସିଲିଟେଟର ଥିଲେ ଓୟୁଟି ଭୁବନେଶ୍ୱର। ଆମର କେବିକେ ନୟାଗଡ଼ ଯେଉଁ ଅଛି କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ଼ ସେମାନେ ଏଇ ଜିନିଷଟା ହିଁ କାର୍ଯ୍ୟକାରୀ କରିଛନ୍ତି। ନିହାତି ଭାବରେ ଆଜି ଆମର ଫାଷ୍ଟ ପ୍ରଡ଼କ୍ଟ ଭାବରେ ନୟାଗଡ଼ର କଣ୍ଟିମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଛି। ସେଥିପାଇଁ ନିହାତି ଭାବରେ ଆମେ ବହୁତ ଗର୍ବ ଆଉ ଗୌରବିତ। କାରଣ ଆମର ଯେଉଁ ଚାଷୀମାନେ ଯାହା କରୁଛନ୍ତି ତାଙ୍କୁ ଆଗକୁ କେମିତି ନେବା ହେଉଛି ଆମର କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆମେ ଯେଉଁମାନେ କାମ କରୁଛୁ ସାଇଣ୍ଟିଷ୍ଟ ମାନେ ଆମର ପ୍ରଧାନ କାମ ସେଇଟା। ତ ଆଜି ଆମେ ବହୁତ ଖୁସି ଅଛୁ କି ଯାହା ହଉ ପ୍ରଡ଼କ୍ଟକୁ ଆମର ଫାର୍ଷ୍ଟ ଟାଇମ୍ ମିଳିଯାଇଛି ଜିଆଇ। ଏବଂ ଏଇ ଜିଆଇ ର ଜର୍ଣ୍ଣି ଭିତରେ ବହୁତ ଲୋକ ଆମକୁ ସାହାଯ୍ୟ ବି କରିଛନ୍ତି, ଯେମିତିକି ଆମର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ହଉ, ଆମର ଡିପାର୍ଟମେଣ୍ଟ ସ୍ପେଶିଆଲି ହର୍ଟିକଲଚର ଡିପାର୍ଟମେଣ୍ଟ ନୟାଗଡ଼ର ଆମର ଭାପୁର ଆଉ ଖଣ୍ଡପଡ଼ା ବ୍ଲକର ସାର୍ମାନେ ବହୁତ ସାହାଯ୍ୟ କରିଛନ୍ତି ଆମକୁ ୟା ଭିତରେ। ଏବଂ ଓୟୁଟି ୟୁନିଭର୍ସିଟି ତରଫରୁ ତାଙ୍କ ପ୍ରଚେଷ୍ଟାରେ ଆମ ଜରିଆରେ ଆଜି ଏଇ ପ୍ରଡ଼କ୍ଟକୁ ଜିଆଇ ମିଳିଛି। ତେଣୁ ଆମେ ବହୁତ ଖୁସି।